ଆଜିର ଏହି ବିଶେଷ ଅମୃତମୟ ଭଜନ ଜଣାଣ ଗୀତ ଗୁଚ୍ଛର ପରବର୍ତ୍ତୀ ରଚୟିତା ହେଉଛନ୍ତି 1800 ଶତାବ୍ଦୀର କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ଓ ଜଣାଣଟି ହେଉଛି ମଣିମା ଶୁଣିବା ହେଉ ଗରିବ ଡାକ। ପ୍ରାୟ ସମସ୍ତେ ଶୁଣିଥିବେ ଏହି ଗୀତଟି। କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ଯିଏକି ଅଗଣିତ ଭକ୍ତିଗୀତ ମୁଖ୍ୟତଃ ଛାନ୍ଦର ରଚୟିତା, ତାଙ୍କର କୃଷ୍ଣଙ୍କର ଦିବ୍ୟ ପ୍ରେମର ଗାଥାକୁ ପ୍ରତିଫଳିତ କରାଇପାରିଛନ୍ତି ଅତ୍ୟନ୍ତ ସୁନ୍ଦର ରୂପେ ପ୍ରତ୍ୟେକଟି କବିତାରେ। ରୀତିଯୁଗୀୟ କବିତା ଓ ଶୁଦ୍ଧ ଭକ୍ତିର ନିଦର୍ଶନ ସହିତ ଶୃଙ୍ଗାର ରସରେ ରସାୟିତ ତାଙ୍କର ଭକ୍ତିଗୀତ ଗୁଡ଼ିକ ଅନନ୍ୟ ତଥା ଓଡ଼ିଶୀ ଗୀତର ପରମ୍ପରାକୁ ଯଥେଷ୍ଟ ବୃଦ୍ଧିମନ୍ତ କରିଛି। ସଦାନନ୍ଦ ବ୍ରହ୍ମାଙ୍କର ଲିଖିତ ପ୍ରତ୍ୟେକଟି ଭକ୍ତି ସଙ୍ଗୀତ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୀଳା ଓ ଗୋପୀମାନଙ୍କର କୃଷ୍ଣ ପ୍ରେମର ଗାଥା, ଯାହାକି ଶୃଙ୍ଗାର ରସରେ ଜଡ଼ସଡ଼ ତଥା ଓଡ଼ିଶୀ ସଙ୍ଗୀତର ବିଭିନ୍ନ ରାଗ ଉପରେ ଆଧାରିତ ଅଟେ। ତାଙ୍କର ପ୍ରମୁଖ ରଚନା ମଧ୍ୟରୁ ଆପଣ ଅଡିଟୋରିୟମରେ ଉପସ୍ଥିତ ସମସ୍ତ ଶ୍ରୋତାବୃନ୍ଦ କେହି ନା କେହି ଶୁଣିଥିବେ ନିଶ୍ଚୟ। ଗୋଟିଏ ଗୀତ ଆଗୋଦୁତି ଆଜ ରାତି ଶ୍ୟାମ ପ୍ରୀତି ନହି ଲାଗୁ, ବା ମଣିମା ହେ ଏତିକି ମାଗୁଣି ମୋର, କିମ୍ବା ଉଠ ନିଶି ପାଇଲା ଏଥର ହେ ବଂଶୀଧର। এই ଗୀତଟି ତ ଆପଣ ନିଶ୍ଚୟ ସମସ୍ତେ ଶୁଣିଥିବେ। ଦୁଃଖ ନାଶ ନ ହେ ସୁଖ ନ ପାଇଲି ଦିନେ। ଆଉ ଗୋଟିଏ ରଚନା ତାଙ୍କର କିଏ ଲୋ ସଜନୀ କେଳି କଦମ ମିଳେ, ବା କି ଭଙ୍ଗୀ କହଲୋ ମିତ, ଅଥବା ମାତା ଜନନୀ ଗୋ ଯାଉଛି ବନେ। ଆଉ ଗୋଟିଏ ହେଲା ପ୍ରାଣନାଥ ମୋର ବଂଶୀଧାରୀ, ବା ଚେବେ ନାଗରବର, ଅଥବା ରାଧିକା ପାଶକୁ ଚାଲ ଇତ୍ୟାଦି ସଦାନନ୍ଦଙ୍କର କାଳଜୟୀ କୃତି। 1720 ମସିହାରେ ଜନ୍ମିତ ସଦାନନ୍ଦ ମଧ୍ୟଯୁଗୀୟ ଓଡ଼ିଆ କବି ରୂପେ ସୁଖ୍ୟାତି ଲାଭ କରିଛନ୍ତି। ତାଙ୍କର ପ୍ରକୃତ ନାମ ହେଉଛି ସଚ୍ଚିଦାନନ୍ଦ ଓଡ଼। ବୈଷ୍ଣବୀୟ ଭାବଧାରା ଦ୍ୱାରା ଉଦ୍ବୁଦ୍ଧ ହୋଇ ସେ ତାଙ୍କର ନାମ ସଦାନନ୍ଦ ବ୍ରହ୍ମାଙ୍କୁ ପରିବର୍ତ୍ତନ କରିଥିଲେ। ଏକ ଧୁରୀଣ ସଂସ୍କୃତ ପଣ୍ଡିତ ହେବା ସଙ୍ଗେ ସଙ୍ଗେ ପାରିବାରିକ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଏକ ଧର୍ମ ପ୍ରଚାରକ ରୂପେ ଦେଶର ବିଭିନ୍ନ ପ୍ରାନ୍ତ ଘୁରି ବୁଲିଲେ ଓ ଶୁଦ୍ଧ ଭକ୍ତିର ପ୍ରଚାର କଲେ। ପୁରୀ ଗଜପତି ମହାରାଜା ତାଙ୍କର କାବ୍ୟ ରଚନା ଶୈଳୀ ଓ ତାଙ୍କର ଦିବ୍ୟ ଜ୍ଞାନ ପ୍ରଚାର ପ୍ରସାରର ପରାକାଷ୍ଠା ଦେଖି କବିସୂର୍ଯ୍ୟ ଉପାଧିରେ ଭୂଷିତ କରାଇଥିଲେ। ବିଶିଷ୍ଟ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ଗୁରୁ ରୂପେ ସଦାନନ୍ଦ ସର୍ବଦା ସ୍ମରଣୀୟ ହୋଇ ରହିବେ। For all the non-Odia devotees, spectators present in this auditorium, I want to give some picture on the present lyricist. He is none other than Kavishurya Sadananda Brahma. I will say Kavishurya Sadananda Brahma's poetry explores the divine romance of Radha and Krishna, humanizing mythological figures through Shuddha Bhakti, pure devotion principles. His notable compositions are based on ragas like Mangala, Gujari, Basanta, Kedara, Kannada, Sankarabharanam and Dhanashri, and most of his poetic creations are formed in Odissi music platforms. His poetry is unique and is known for its lucid, musical and emotionally rich style.
He used specific ragas to create enchanting musical compositions. So let's listen to this beautiful Janana devotional song, Monima Sunima Heu Gariba Dako. It's a very popular Odia Janana. ତେବେ ଚାଲନ୍ତୁ ଶୁଣିବା ଏକ ପ୍ରଚଳିତ ଜଣାଣ, ମଣିମା ଶୁଣିବା ହଉ ଗରିବ ଡାକ। ପ୍ରତ୍ୟେକ ଓଡ଼ିଆର ସ୍ପନ୍ଦନରେ ଏହି ଗୀତଟି ରହିଛି। ଆସନ୍ତୁ ଶୁଣିବା। ମଣିମା ଶୁଣିମା ହେଉ ଗରିବ ଡାକ, ମଣିମା ଶୁଣିମା ହେଉ ଗରିବ ଡାକ। ନିରକ୍ଷ ଜନକୁ ରଖ, ନିରକ୍ଷ ଜନକୁ ରଖ ପଙ୍କଜ ମୁଖ। ମଣିମା ଶୁଣିମା ହେଉ ଗରିବ ଡାକ, ମଣିମା ଶୁଣିମା ହେଉ ଗରିବ ଡାକ। କୃପା ସାଗର କାହିଁକି ମୋ ବେଳକୁ ଗଲ ସୁଖୀ, କୃପା ସାଗର କାହିଁକି ମୋ ବେଳକୁ ଗଲ ସୁଖୀ। ଜାଣିଲି ମୋ କର୍ମ ବାଙ୍କ, ଜାଣିଲି ମୋ କର୍ମ ବାଙ୍କ ନୁହେଁ ସଳଖ। ମଣିମା ଶୁଣିମା ହେଉ ଗରିବ ଡାକ, ମଣିମା ଶୁଣିମା ହେଉ ଗରିବ ଡାକ। আতঙ্ক নাশন বানা ন শুণ বৃক্ষ বেদনা, আতঙ্ক নাশন বানা ন শুণ বৃক্ষ বেদনা। ଏବେ ହୋଇଯିବ ମନା, ଏବେ ହୋଇଯିବ ମନା ଏ ଦେବ ଡାକ। ମଣିମା ଶୁଣିମା ହେଉ ଗରିବ ଡାକ, ମଣିମା ଶୁଣିମା ହେଉ ଗରିବ ଡାକ। কহে সদানন্দ ছার নাহি আন প্রতিকার, কহে সদানন্দ ছার নাহি আন প্রতিকার। এদিন অবস্থা মোর, এদিন অবস্থা মোর নেত্রে ন দেখ। মণিমা শুনিমা হেউ গরিব ডাক, মণিমা শুনিমা হেউ গরিব ডাক। নিরক্ষ জনকু রখ, নিরক্ষ জনকু রখ পঙ্কজ মুখ। মণিমা শুনিমা হেউ গরিব ডাক, মণিমা শুনিমা হেউ গরিব ডাক। মণিমা শুনিমা হেউ গরিব ডাক। জয় শ্রী জগন্নাথ, জয় শ্রী জগন্নাথ, জয় জয় শ্রী জগন্নাথ।